ମା ଆମେ ଆଲୋଚନା କରିବା ମାତୃରଚନାବଳୀ ଭାଗ 10 ଜ୍ଞାନ 280। ପ୍ରଭୁ ଲେଖୁଛନ୍ତି, ତୁମର ନିମ୍ନତର ଜୀବନାଙ୍ଗ ଗୁଡ଼ିକ କଣ ତଥାପି ପାପ ଏବଂ ଦୁଃଖର ଆଘାତରେ ଆକ୍ରାନ୍ତ ହୋଇ ରହିଛନ୍ତି? ମାତ୍ର ତୁମେ ଦେଖୁଥାଅ ବା ନ ଦେଖୁଥାଅ, ଉପରେ ଆତ୍ମା ଆପଣାର ରାଜମହିମାରେ ସ୍ଥିର, ମୁକ୍ତ ଏବଂ ବିଜୟୀ ହୋଇ ବସି ରହିଛି। ବିଶ୍ୱାସ ରଖ ଯେ ପରମା ଜନନୀ ଅନ୍ତିମ ମୁହୂର୍ତ୍ତଟି ଆସିବା ପୂର୍ବରୁ ତାଙ୍କର କାର୍ଯ୍ୟ ସମ୍ପନ୍ନ କରି ସାରିଥିବେ ଏବଂ ତୁମ ସତ୍ତାର ମୃତ୍ତିକାକୁ ଏକ ଆନନ୍ଦ ଏବଂ ଏକ ଶୁଦ୍ଧତାରେ ପରିଣତ କରିଦେଇଥିବେ। Do thy lower members still suffer the shock of sin and sorrow? ହଁ, ଆମର ଏଠି ଯୋଉ ଚାରୋଟି ସତ୍ତା କଥା ଆମେ ବ୍ରଡଲି ପ୍ରଭୁ ମା ବର୍ଣ୍ଣନା କରନ୍ତି, ସେଇ ଚାରୋଟି ସତ୍ତାକୁ ନେଇକରି ବର୍ଣ୍ଣନା କରାହଉଛି। ଆମର ଚାରୋଟି ସତ୍ତା ହଉଛି କଣ? ଆମେ ଜାଣିଛନ୍ତି ଆତ୍ମା ଯେ ଅବିନଶ୍ୱର ଆମ ଭିତରେ ରହିଛନ୍ତି ଏବଂ ମନ, ପ୍ରାଣ, ଶରୀର। এই ଚାରୋଟି ସତ୍ତା ଭିତରୁ ଲୋୟର ମେମ୍ବର୍ସ ହଉଛି ଆମର ମନ, ପ୍ରାଣ, ଶରୀର। ଏଇ କଥା କୁହାହଉଛି। ଯୋଉମାନେ ଏବେ ବି ପାପ ଏବଂ ଦୁଃଖର ଆଘାତରେ ଆକ୍ରାନ୍ତ ହେଇ ଲେଖା ହେଇଛି, ତାମାନେ ଏବେ ବି ସେଇଆକୁ ନେଇକି କଣ ବଞ୍ଚୁଛ? ପାପ ପୁଣ୍ୟର ସଂଜ୍ଞା ନେଇକିରି ଏବେ ବି ବଞ୍ଚୁଛ। କିନ୍ତୁ ଯଦି ଆମେ ତାର ପଶ୍ଚାତରେ ଦେଖିବା, କହୁଛନ୍ତି ଆତ୍ମା ରାଜ ମହିମାରେ ସେ ସ୍ଥିର, ମୁକ୍ତ ଏବଂ ବିଜୟୀ। ଯେତେବେଳେ ଆମେ ଆତ୍ମା ଦ୍ୱାରା ପରିଚାଳିତ ହବା, ସେତେବେଳେ ମନ, ପ୍ରାଣ, ଶରୀରର ଏଇ ଯୋଉ ଅଜ୍ଞାନତା ରହିଛି, ଯୋଉ ଅଜ୍ଞାନତା ସକାଶେ ସେ କଣ କରିବ, କୋଉଟା କରିବ, କେତେବେଳେ କରିବ ଜାଣିପାରୁନାହିଁ, ତା ଫଳରେ କଣ ହଉଛି? ନିମ୍ନ ଗତିବୃତ୍ତି ଦ୍ୱାରା ସିଏ ଯୋଉ କାର୍ଯ୍ୟ କରୁଛି, ତା ଫଳରେ ଦ୍ୱନ୍ଦ୍ୱାତ୍ମକ ପରିବେଶ ସୃଷ୍ଟି ହଉଛି, ଏକ ବିଭତ୍ସ, ଏକ ଅସନ୍ତୁଳିତ ଅବସ୍ଥାଟେ ସୃଷ୍ଟି ହଉଛି, ଯୋଉଟାକୁ ସନ୍ତୁଳିତ କରିବା ପାଇଁ ସମାଜରେ ଗୋଟେ ସାମାଜିକ ନିୟମ ତିଆରି କରାଯାଏ ଏବଂ ସେଇ ନିୟମର ଯଦି ବହିର୍ଭୂତ କାର୍ଯ୍ୟ କିଛି କଲେ ତେବେ ଦଣ୍ଡର ବ୍ୟବସ୍ଥା ରଖାଯାଇଛି ଏବଂ ତା ସହିତ ଜଣେ ଉତ୍ତମ ନାଗରିକ ହିସାବରେ କେତେ ଗୁଡ଼ିଏ କର୍ତ୍ତବ୍ୟ ସ୍ଥିର କରାଯାଇଛି। ତା ବାଦ ବି କଣ ହୁଏ ନା, ଜଣେ ଉତ୍ତମ, ଜଣେ ସହୃଦୟ ସମ୍ପନ୍ନ ବ୍ୟକ୍ତି ଟେ ସୃଷ୍ଟି କରିବା ପାଇଁ, ଯାହା ଫଳରେ ସମାଜର ଯୋଉ ଏକ ଗୋଷ୍ଠୀଟିଏ ତିଆରି କରାଯାଇଛି, ଯୋଉ ସମାଜ, ସେ ଗୋଷ୍ଠୀ ଭିନ୍ନ ଭିନ୍ନ ଗୋଷ୍ଠୀକୁ ନେଇକି ଗୋଟେ ସମାଜ ତିଆରି ହଉଛି, ସେମାନଙ୍କ ଭିତରେ, ସମସ୍ତଙ୍କ ଭିତରେ ଗୋଟେ ସ୍ୱାଭାବିକ ଭାବରେ, ଗୋଟେ ସ୍ୱତଃସ୍ଫୂର୍ତ୍ତ ଭାବରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶଟେ ସୃଷ୍ଟି ହବା ପାଇଁ କଣ କରନ୍ତି ନା, ନୈତିକତାର ସୃଷ୍ଟି କରାଯାଇଛି ଏବଂ ତଦ୍ୱାରା ଗୋଟେ ଉତ୍ତମ ଗୁଣବତ୍ତା ସମ୍ପନ୍ନ, ଗୋଟେ ଉତ୍ତମ ଭାବାପନ୍ନ ମନୁଷ୍ୟ ସମାଜଟିଏ ଗୋଟେ ତିଆରି ହେଇ ଚାଲିବ ଏବଂ ସେ ସ୍ୱାଭାବିକ ଭାବରେ ଚାଲିବ। କାହିଁକି ନା ସବୁବେଳେ ସମସ୍ତେ ନିୟମ ମାନିକିରି ଚଳିବ ବୋଲି କିଛି ମାନେ ନାହିଁ ଏବଂ ନିୟମକୁ ଭାଙ୍ଗିକି ଦଣ୍ଡ, ପନିଶମେଣ୍ଟ ତାଙ୍କୁ ଦେଇ ହବ ନ ଦେଇ ହବ, ସିଏ ପୁଣି ଆହୁରି ଗୋଟେ ବିରାଟ କଥା। ଯଦି ନୈତିକତା ସୃଷ୍ଟି କରାଯାଏ, ତାହେଲେ ବ୍ୟକ୍ତି ନିଜେ ନିଜେ ନିଜ ଉପରେ ନିୟନ୍ତ୍ରଣ କରିବ ଯେ ମୁଁ ଏଇଟା କୋଉଠି କରିବି, କୋଉଟା ନ କରିବି, ସେ ଜିନିଷଟି ସେ ସ୍ଥିର କରିବ। ତା ଫଳରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସନ୍ତୁଳିତ ପରିବେଶଟେ ସୃଷ୍ଟି ହେବ ଏବଂ ଗୋଟେ ସୁନ୍ଦର ସମାଜଟିଏ ତିଆରି ହେବ ବୋଲି ନୈତିକତା ସୃଷ୍ଟି କରାଯାଇଛି। ତେଣୁ ସେଇ ନୈତିକତା ଭିତରେ ସେଥିପାଇଁ ତାକୁ ଟିକେ ଡର ବି ରଖାଯାଏ। ଡର ନହେଲେ ସିଏ କହିବ ମୋର କଣ ହବ, କାହିଁକିନା ସେଠି ପନିଶମେଣ୍ଟର ଡର ରଖାଗଲା ନିୟମରେ, ଏଠି ରଖାଗଲା କଣ, ଯଦି ତମେ ନ କର ତାହେଲେ ଏଇଟା ପାପ ଏବଂ ଯଦି ଏଇ କାର୍ଯ୍ୟ କର, ଭଲ କାର୍ଯ୍ୟ, ଏଇଟା ହଉଛି ଭଲ ଭଲ କାର୍ଯ୍ୟ କଲେ ସେଇଟା ପୁଣ୍ୟ ହବ, ପାପ ହେଲେ କଣ ହବ ନା ତୁମେ ଏମିତି ଦୁର୍ଦ୍ଦଶା ଭୋଗିବ। ଦେଖନ୍ତୁ, ପ୍ରକୃତ କଥା ଦେଖିବାକୁ ଗଲେ ଯେତେବେଳେ ଆମେ ଆତ୍ମା ଦ୍ୱାରା ପରିଚାଳିତ ହଉନାହାନ୍ତି, ସ୍ୱାର୍ଥ କୈନ୍ଦ୍ରିକ ହେଇକି ପରିଚାଳିତ ହଉଛନ୍ତି, ସେତେବେଳେ ନିମ୍ନ ପ୍ରାଣ ଦ୍ୱାରା ହିଁ ସମସ୍ତେ ପରିଚାଳିତ ହୁଅନ୍ତି ଏବଂ ମନର ନିମ୍ନ ଗତିବୃତ୍ତି କଣ କରେ, ତାକୁ ସୁହାଇଲା ଭଳିଆ ସେ ଯୁକ୍ତି ତର୍କ କରେ। ଯୋଉମାନେ ଦେଖିବେ ମାନେ
ସ୍ୱାର୍ଥ ପ୍ରଣୋଦିତ ବ୍ୟକ୍ତି ହେଇଥାନ୍ତି ସେମାନେ ଯୋଉଠି ବି ଥାନ୍ତୁ ସେମାନେ କଣ କରନ୍ତି କ୍ଷମତାକୁ ଜାବୁଡି ରଖନ୍ତି ସେମାନେ କଣ କରନ୍ତି ଅର୍ଥକୁ ଜାବୁଡି ରଖନ୍ତି ସେମାନେ କଣ କରନ୍ତି ସମସ୍ତଙ୍କର ସମ୍ମାନ ଯୋଗାଡ଼ ମାନେ ନିଜେ ପାଇବା ପାଇଁ ଚେଷ୍ଟା କରନ୍ତି ଏବଂ ଆଉ କେତେ ଗୁଟେ ରହିଛନ୍ତି ସିଏ ଇଗୋର ଆଉ ଗୋଟେ ରୂପ ଯେ ସେମାନେ ଏତେ ବିନମ୍ର ହୁଅନ୍ତି ଏତେ ଦୀନ ଦରିଦ୍ର ଭଳିଆ ତୁମ ପାଖରେ ଆସିକି ଆକ୍ଚୁଆଲି ସେଇଟା ତାଙ୍କର ଅଭିନୟ ସେଥିପାଇଁ କରନ୍ତି ଯାହା ଫଳରେ କଣ ହବ ନା ତୁମେ ଠାରୁ ବା ତୁମ ଠାରୁ ସେମାନେ କିଛି ସେବା ପାଇଯିବେ କିଛି ତମ ଠାରୁ ନେଇଯିବେ ତେଣୁ ସେତେବେଳେ ମଧ୍ୟ ସେ ଅତି ବିନମ୍ର ହେଇକି କଥା କୁହନ୍ତି ଏ ସବୁ ହଉଛନ୍ତି କଣ ନିମ୍ନ ପ୍ରାଣର ଗତିବିଧି ଦ୍ୱାରା ନିମ୍ନ ମନ ଦ୍ୱାରା ପରିଚାଳିତ ହଉଥାନ୍ତି ତେଣୁ ଆ ଫଳରେ କଣ ହୁଏ ଯେ ସ୍ୱାଭାବିକ ପ୍ରକ୍ରିୟା ତାପର କନସିକ୍ୱେନ୍ସଟା ଆସିବ କଣ ଯଦି ମୁଁ ଯେମିତି କଥାରେ ଆମେ କୁହାଯାଏ ଆପଣ ଯଦି ପିଆଜ ରସୁଣ ଖାଇଥିବେ କିମ୍ବା ଆପଣ କଣ କରୁଛନ୍ତି ଘରେ ଶୁଖୁଆ ରୋଷେଇ କରୁଛନ୍ତି କଣ ହବ ସେ ଖଣ୍ଡମଣ୍ଡଳ ପୁରା ସେ ଯୋଉ ତୀବ୍ର ବାସନା ବା ତୀବ୍ର ଗନ୍ଧ ଖଣ୍ଡମଣ୍ଡଳ ବ୍ୟାପିଯିବ ଏବଂ ସମସ୍ତେ ନାକ ଟେକି ଉହା ହେବେ ସେଭଳି ଭାବରେ ଆପଣ ଚିନ୍ତା କରନ୍ତୁ ଆପଣ କଣ କଲେ ଗୋଟେ ବିରାଟ ରଜନୀଗନ୍ଧାର ଆପଣ ଗୋଟେ ବିରାଟ ବଗିଚାଟି ତିଆରି କରିଛନ୍ତି ତାହେଲେ କଣ ହବ ତାର ବାସନାଟା ସେମିତି ଚାରିଦିଗକୁ ବ୍ୟାପିବ ତେଣୁ ଗୋଟେ କନସିକ୍ୱେନ୍ସ ସବୁର ଥାଏ ଯେତେବେଳେ ଆମେ ସ୍ୱାର୍ଥ ପ୍ରଣୋଦିତ ଅହଂ ପ୍ରଣୋଦିତ ଏଇ କାର୍ଯ୍ୟ କରୁଛୁ ତେଣୁ ତାର ବି ଗୋଟେ କନସିକ୍ୱେନ୍ସ ଥାଏ ତାକୁ କଣ କରାଯାଏ ଲୋକ ଏତେ କଥା ବୁଝିପାରିବେ କି ନାହିଁ ଯୋଉ ଚେତନାର ସ୍ତରରେ ରହିଥାନ୍ତି ସେମାନେ ପାପ ପୁଣ୍ୟ କହିଲେ ସେମାନେ ବୁଝିପାରିବେ ତେଣୁ ପାପ ପୁଣ୍ୟର ସଂଜ୍ଞା ଦିଆଯାଇଛି ତାହେଲେ ଏପର୍ଯ୍ୟନ୍ତ ବି ତମେ କଣ ସେଇ ସଂଜ୍ଞାରେ ରହିବ ତାମାନେ ସେଇ ଚେତନା ସ୍ତରରେ ରହିଥିବ ଆରେ ଊର୍ଦ୍ଧ୍ୱକୁ ଉଠ ଆତ୍ମା ଦ୍ୱାରା ପରିଚାଳିତ ହେବା ପାଇଁ ସଂକଳ୍ପ କର କାହିଁକି ନା ଆତ୍ମା ହଉଛି ସବୁବେଳ ପାଇଁ ମୁକ୍ତ ଏବଂ ସେ ସବୁବେଳେ ସ୍ଥିର ସବୁବେଳେ ସନ୍ତୁଳିତ ଅବସ୍ଥା ସବୁବେଳେ ତା ପାଖରେ ବିଜୟତା ହାତ ମୁଠାରେ ଯୋଉ ଚେଷ୍ଟା କରାଯାଇଛି ସମାଜରେ ସାମାଜିକ ନିୟମ ଏବଂ ନୈତିକ ନିୟମ ବଳରେ ଗୋଟେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆନନ୍ଦପୂର୍ଣ୍ଣ ମୁକ୍ତ ସ୍ଥିର ସନ୍ତୁଳିତ ସମତାଯୁକ୍ତ ଗୋଟେ ପରିବେଶଟିଏ ଗୋଟେ ଗୋଷ୍ଠୀଟିଏ ତିଆରି ହେବା ପାଇଁ କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ହୋଇପାରି ନାହିଁ ସେଥିପାଇଁ ଯେତେକ ଅବତାର ଆସିଛନ୍ତି ସମସ୍ତେ ଶରୀର ତ୍ୟାଗ କରି ସମସ୍ତେ ଶେଷକୁ ମନ ଦୁଃଖ କରି ଯାଇଛନ୍ତି ରାମ ରାଜ୍ୟ ପ୍ରତିଷ୍ଠା ହେଇପାରିଲା ନାହିଁ ଶ୍ରୀକୃଷ୍ଣ ଦିବ୍ୟ ପ୍ରେମକୁ ପ୍ରତିଷ୍ଠା କରିପାରିଲେ ନାହିଁ ଏବଂ କାହିଁକି କରିପାରିଲେନି ତାକୁ ଶ୍ରୀ ଅରବିନ୍ଦ ସୁନ୍ଦର ଭାବରେ ପୁରା ବୈଜ୍ଞାନିକ ଦୃଷ୍ଟିକୋଣ ଯୁକ୍ତ ବର୍ଣ୍ଣନା କରୁଛନ୍ତି କହୁଛନ୍ତି ସମୟର ଯୋଉ ସୁଅ ରହିଛି ଧୀରେ 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 ଆଧାର ପ୍ରସ୍ତୁତ ହୁଏ ତେଣୁ ସମୟ ଧୀରେ ଧୀରେ ପ୍ରସ୍ତୁତ ହେଇ 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 ଏବେ ପର୍ଯ୍ୟନ୍ତ ଆସି ପହଞ୍ଚିଛି ତେଣୁ ସେତେବେଳେ ସମୟ ଆସିନଥିଲା ଯୋଉଠି କି ଶକ୍ତି ସତ୍ୟ ଯୋଉ ଜ୍ୟୋତି ଯୋଉ ପରମ ଶକ୍ତି ଯୋଉ ପରମ ଜ୍ୟୋତି ଯୋଉ ପରମ ଆଲୋକ ଯୋଉ ପରମ ଜ୍ଞାନ ତାହା ପ୍ରତିଷ୍ଠା କରିବା ପାଇଁ ଆଧାରଟିଏ ପ୍ରସ୍ତୁତ ହବା ପାଇଁ ସମୟ ଆସିନଥିଲା ତେଣୁ ଏବେ ଅତିମାନ ଶକ୍ତି ଅବତରଣ କରିସାରିଛି ସମୟ ଆସିଯାଇଛି ଏବେ ବି କଣ ଆମେ ସେମିତି ରହିଥିବା ସେଇ ସାମାଜିକ ନିୟମ ନୈତିକତା ନିୟମ ତାରି ଡରରେ ଆମେ ବଞ୍ଚୁଥିବା ଯଦି ଡର ନାହିଁ ତାହେଲେ ପୁରା ବ୍ୟଭିଚାର ବିଶୃଙ୍ଖଳିତ ହେଇ ବଞ୍ଚିବା କାରଣ ଆମେ ବ୍ୟଭିଚାର ବିଶୃଙ୍ଖଳା ନ ହେବା ବୋଲି ନୈତିକତାର ନିୟମ ସୃଷ୍ଟି ହେଲା ସାମାଜିକ ନିୟମ ସୃଷ୍ଟି ହେଲା ଆମେ ଆତ୍ମାର ନିୟମ ଦ୍ୱାରା ପରିଚାଳିତ ହେବା ପାଇଁ ସଂକଳ୍ପ କରିବା ନାହିଁ କେବେ ଆଉ କରିବା ସେଥିପାଇଁ ଗୋଟେ କଥା କହୁଛନ୍ତି ମା ପ୍ରଭୁ ତା ସହିତ ଆମକୁ କହୁଛନ୍ତି ମନେ ରଖ ତମେ ଭାବ ନାହିଁ ଏ କାର୍ଯ୍ୟ ସେମିତି ଛାଡ଼ି ଦିଆଯିବ ଶେଷ କାର୍ଯ୍ୟ ଅନ୍ତିମ କାର୍ଯ୍ୟ ସମ୍ପାଦନ ନ ହେବା ପର୍ଯ୍ୟନ୍ତ ଯେମିତି ମା ତାଙ୍କର କାର୍ଯ୍ୟ କରିଚାଲିଥିବେ କହୁଛନ୍ତି ବିଶ୍ୱାସ ରଖ ପରମା ଜନନୀ ଅନ୍ତିମ ମୁହୂର୍ତ୍ତଟି ଆସିବା ପୂର୍ବରୁ ତାଙ୍କର କାର୍ଯ୍ୟ ସମ୍ପନ୍ନ କରି ସାରିଥିବେ ତାମାନେ ଶେଷ ପର୍ଯ୍ୟନ୍ତ ତୁମକୁ ସେ ବାଧ୍ୟ ହେଇକିରି ଅପେକ୍ଷା କରିକିରି ତମକୁ କଣ କରିବେ ବଦଳେଇବେ ତମେ ବିବର୍ତ୍ତିତ ହବା ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟ ଚାଲିଥିବ ତେବେ କଣ ଆମେ ଡେରି କରିବା ସେଇଥିପାଇଁ ମା କହୁଛନ୍ତି ଯେ ତୁମର ଯଦି ସଚେତନତା ନ ରହୁଛି ତୁମେ ଯଦି ସହଯୋଗ ନ ହଁ
କଣ କହିଲ ଟିକେ କୁହ ବା, ଆଉଥରେ କଟିଗଲା ଟିକେ ପୂର୍ବରୁ। ହଁ କହୁଛି। ଏଠି ମା କଣ କହୁଛନ୍ତି? ମା କହୁଛନ୍ତି ଯେ ତୁମେ କଣ ଏବେ ପର୍ଯ୍ୟନ୍ତ ସେମିତି ପ୍ରକୃତି ଦ୍ୱାରା ପରିଚାଳିତ ହେଇ ଚାଲିଥିବ, ସଚେତନ ହେବ ନାହିଁ? ଯଦି ଆମେ ସଚେତନ ହେଇଯାଉଛୁ, ତାହେଲେ ଯୋଉ କାର୍ଯ୍ୟଟି ଶତାବ୍ଦୀ ଶତାବ୍ଦୀ ଧରି ଲାଗିଥାନ୍ତା, ତାହା କେତେ ବର୍ଷ ଭିତରେ ସରିଯିବ, ହେଇଯିବ। ତେବେ ଆମେ ଅପେକ୍ଷା କରିବା କି ଯେ ମା ତାଙ୍କ କାର୍ଯ୍ୟ କେତେବେଳେ ସାରିବେ? ସେଇଥିପାଇଁ ଆମେ ଅପେକ୍ଷା କରି ହଁ ମୁଁ ଆମେ ଯେମିତି ଚାଲିଛୁ ଚାଲିଥିବେ। କାହିଁକିନା ଏଠି ପ୍ରଭୁ ଲେଖୁଛନ୍ତି ନା, ପରମା ଜନନୀ ଅନ୍ତିମ ମୁହୂର୍ତ୍ତଟି ଆସିବା ପୂର୍ବରୁ ତାଙ୍କର କାର୍ଯ୍ୟ ସମ୍ପନ୍ନ କରି ସାରିଥିବେ। ନିଶ୍ଚୟ ସେ କରିବେ, କିନ୍ତୁ ଆମକୁ ଏଠିକି ସହଯୋଗ ଯଦି କରିବା ତାହା ତ୍ୱରାନ୍ୱିତ ହବ। କହୁଛନ୍ତି ତୁମ ସତ୍ତାର ମୃତ୍ତିକାକୁ ଏକ ଆନନ୍ଦ ଏବଂ ଏକ ଶୁଦ୍ଧତାରେ ପରିଣତ କରିଦେଇଥିବେ। ଜ୍ଞାନ 281 ପ୍ରଭୁ ଲେଖୁଛନ୍ତି, ଯଦି ତମର ହୃଦୟ ତୁମ ଭିତରେ ବିକ୍ଷିପ୍ତ ହୋଇ ପଡୁଛି, ଯଦି ଦୀର୍ଘ କାଳ ଧରି ତୁମେ ପ୍ରକୃତରେ ଆଦୌ କୌଣସି ଅଗ୍ରଗତି କରି ନ ପାରିଛ, ଯଦି ତୁମର ବଳ ପ୍ରତିହତ ହୋଇ ପଡୁଛି ଏବଂ ଅଭିଯୋଗ କରୁଛି, ତେବେ ତୁମେ ଆମର ସେହି ପରମ ପ୍ରେମିକ ଏବଂ ପ୍ରଭୁଙ୍କର ଚିରନ୍ତନ ବାଣୀକୁ ଅବଶ୍ୟ ସ୍ମରଣ ରଖିଥାଅ। କଣ ସେ ବାଣୀଟି? ଅହଂ ତ୍ୱଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚ। ଅହଂ ତ୍ୱଂ ସର୍ବ ପାପେଭ୍ୟୋ, ମାନେ ସର୍ବ ପାପେଭ୍ୟୋ ମାନେ ଯେତେ ବି ପାପ କରିଥାଉ ନା କାହିଁକି, ସେଉଠୁ ଆମକୁ ମୋକ୍ଷ ଆଡକୁ ନେଇଯିବାର ତାଙ୍କ ପାଖରେ ସମସ୍ତ ସାମର୍ଥ୍ୟ ରହିଛି। ସିଏ ସେଥିପାଇଁ ଯୋଉଟା ଓଡିଆରେ ଆମେ କହନ୍ତି, କୃଷ୍ଣ ନାମରେ ପାପ କ୍ଷୟ ହୁଏ ଯେତେ, ପାପୀ ନ କରି ପାରେ ପାପ ତେତେ। ଏଇଟା ପ୍ରାୟ ସମୟରେ ମାମୁଁ କୁହନ୍ତି ଯେ ଭଗବାନ କୃଷ୍ଣଙ୍କର ନାମ ସ୍ମରଣ କଲେ ଯେତେ ଗର୍ହିତ ପାପ ହେଇଥିଲେ ମଧ୍ୟ ତାହା ଧୋଇ ହେଇଯାଇପାରେ। ସେ ଏତେ ପାପ କରିପାରିବ ନାହିଁ ଯାହା କୃଷ୍ଣ ନାମରେ ଧୋଇ ହେବ ନାହିଁ। ତେଣୁ ଏଇଠି ପ୍ରଭୁ ଲେଖୁଛନ୍ତି, ମନେ ରଖ, ପରମ ପ୍ରେମିକ ଏବଂ ପ୍ରଭୁଙ୍କର ସେଇ ଚିରନ୍ତନ ବାଣୀ, ଯୋଉଟା ଶ୍ରୀକୃଷ୍ଣ କହୁଛନ୍ତି ଗୀତାରେ, ଯେ ତମେ ଯେତେ ପାପ କରିଥାଉ ନା କାହିଁକି, ସବୁ ପାପକୁ ମୁଁ ଧୋଇ ଦେଇକି ତୁମକୁ ମୋକ୍ଷ ଆଡକୁ ନେଇଯାଇପାରିବି। ତେଣୁ ଏଇ ପ୍ରକାର ଆଶ୍ୱାସନା ବାଣୀ ଯେମିତି ପ୍ରଭୁ ଏଠି ଲେଖୁଛନ୍ତି, ସେମିତି ଅନେକ ଜାଗାରେ ପ୍ରଭୁ ନିଜେ କହୁଛନ୍ତି ଯେ ମାଙ୍କର ବିଜୟ ସୁନିଶ୍ଚିତ। ତେଣୁ ବିଜୟ ଯେତେବେଳେ ସୁନିଶ୍ଚିତ, ତା ବୋଲି କଣ ଆମେ ସେମିତି ଯେମିତି ମନ ପ୍ରାଣ ଶରୀର ତାଙ୍କର ନିମ୍ନ ଗତିବିଧି ଦ୍ୱାରା ପରିଚାଳିତ ହଉଛନ୍ତି, ସେତିକିରେ ସନ୍ତୁଷ୍ଟ ହେଇ ରହିଛନ୍ତି, ଆମେ ସେମିତି ରହିଥିବା? ହଁ, ଏଠି ତ କହୁଛନ୍ତି ନା ଯେ ଅନ୍ତିମ ମୁହୂର୍ତ୍ତ ହବା ପୂର୍ବରୁ ମା ନିଶ୍ଚୟ ବଦଳେଇ ଦେବେ। ଆଉ ଶେଷ କାର୍ଯ୍ୟ ଯେତେ ପାପ କର ସିଏ ମୁକ୍ତ କରିଦେବେ। ତେଣୁ ମୁଁ ଯେତେ ପାପ ଇଚ୍ଛା ସେତେ ପାପ କରିଚାଲେ। ତାର ପରିଣାମ ହଉଛି କଣ ନା ବିଳମ୍ବ, ତୁମର ହିଁ ବିଳମ୍ବ। ତେଣୁ ମା କହୁଛନ୍ତି, ଆମ ଭିତରର ଏହି ସତତ ପରମ ଉପସ୍ଥିତି ବିଷୟରେ ସୁନିଶ୍ଚିତ ରହିଥିଲେ, ଆମେ ସେହି ସୁନିଶ୍ଚିତ ଅନ୍ତିମ ବିଜୟ ବିଷୟରେ ଆପଣାର ହୃଦବୋଧ କରାଇ ତାହାରି ଦ୍ୱାରା ହିଁ ଆମର ଯାବତୀୟ ଦୁଃଖର ଅପନୋଦନ କରାଇ ପାରିବା। ଆମ ଭିତରେ, ନିଜ ଭିତରେ ସେ ସାମର୍ଥ୍ୟ ରହିଛି। ଆମ ହୃଦୟ ଭିତରେ ଯେତେ ବିକ୍ଷିପ୍ତ ଆସୁଛି, ଯୋଉଟା କି ଯେମିତି ଲାଗୁଛି ମୁଁ କିଛି ଅଗ୍ରଗତି କରିନାହିଁ କିମ୍ବା ମୋର ବଳ ନାହିଁ, ବେଳେ ବେଳେ ବ୍ୟକ୍ତି କହେ ମୋ ଦ୍ୱାରା କଣ ଏଟା ହେଇପାରିବ? ଇଏ ଯଦିଓ ଇଗୋର ଆଉ ଗୋଟିଏ ରୂପ, ଇଗୋର ଆଉ ଗୋଟିଏ ରୂପ, ଯେ ମୋ ଭଳିଆ ହୀନ କାଞ୍ଚନ, ସବୁ କହନ୍ତି ନା, ମୋ ଭଳିଆ ହୀନ ଭଗବାନ କଣ କୃପା କରିବେ? ନିଜକୁ ମାନେ ପାପିଷ୍ଠ ଏ ପ୍ରକାରର ଯେତେବେଳେ ଭାରାକ୍ରାନ୍ତ କରି ପକାଏ, ଚିନ୍ତାରେ ହଉ ବା ଭାବନାରେ ହଉ କିମ୍ବା ଆମ ଭିତରେ ଯୋଉ ଧାରଣା ରହିଛି, ତା ଭିତରେ ଯଦି ବି ଏଇ ବୋଝଟି ଆସି ମତେ ଯେମିତି ନିଷ୍ପେଷିତ କରିଦେଇପାରେ ବା କରିଦଉଛି, ସେ ସମୟରେ ମଧ୍ୟ ମନେ ପକାଅ ପ୍ରଭୁଙ୍କର ବାଣୀ,
ତମେ ଏମିତି କିଛି ପାପ କରିପାରିବ ନାହିଁ। ସର୍ବ ପାପଭ୍ୟ, ଯେତେ ପାପ କରିଥାଉ ନା କାହିଁକି ତାଙ୍କର ସାମର୍ଥ୍ୟ ଅଛି ତ ଆମକୁ ସେଠୁ ମୁକ୍ତ କରିନେଇ ପାରିବେ। କିନ୍ତୁ ଦିଟା କଥା, ଜମାରୁ ନିରାଶ ହବାର ନାହିଁ। ଯୋଉ ମୁହୂର୍ତ୍ତରେ ଆମେ ସଚେତନ ହେଲେ ସେଇ ମୁହୂର୍ତ୍ତରୁ ପ୍ରୟାସ ଜାରି ରଖିବା। ସେଇ ମୁହୂର୍ତ୍ତ ଆମ ପାଖରେ କେତେ ଏକ୍ଜାମ୍ପଲ ରହିଛି, କେତେ ଏକ୍ଜାମ୍ପଲ ରହିଛି। ଆମେ ଯୋଉ ସମସ୍ତଙ୍କ ପାଖରେ ଦର୍ଶୀ ରତ୍ନାକର ଏକ୍ଜାମ୍ପଲ ରହିଛି। ଏମିତି ଅନେକ ଅନେକ ବ୍ୟକ୍ତି ଯେତେ ଯେତେ କରୁଛନ୍ତି। ଏବଂ ଶଙ୍ଖଚୂଡ଼ ଅସୁର, ସେ ପୁଣି ବିଷ୍ଣୁଙ୍କର ହାତରେ ମୁକ୍ତି ପାଇ କଣ କଣ କିଏ କରିନାହାନ୍ତି। ସବୁ ଅସୁର ଯେତେ ବିରାଟ ଏବଂ ଯେତେ ମହାନ ସାଧୁ ସନ୍ଥ ଅନେକ ବର୍ଷ ଧରି ତପସ୍ୟା କରିଛନ୍ତି, ନିଶ୍ଚୟ ଭଗବାନ ଆସିଛନ୍ତି। ଯେତେବେଳେ ଯାହାର ନିଷ୍ଠାପର ତା ପୂର୍ଣ୍ଣ ପରମ ଶିଖରରେ ପହଞ୍ଚିଛି ସେତେବେଳେ ପ୍ରଭୁ ଆସି ଦର୍ଶନ ଦେଇଛନ୍ତି। ତାଙ୍କ ପାଖରେ ସବୁ ପ୍ରକାରର ସାମର୍ଥ୍ୟ ରହିଛି। ତେଣୁ ନିରାଶ ହତାଶ ହବାର ନାହିଁ। କିମ୍ବା ଏଠି ଆଉ ଗୋଟେ ସତର୍କ ଆମେ ନିଜେ ହବା, କିମ୍ବା ଏଇଟାକୁ ଆଳ କରି ଆମେ ଶିଥିଳ ହେଇଯିବାନି। जो आज करना है तो काल करो, जो काल करना है परसों, तब जब जीना है तो ବର୍ଷୋ। ଏମିତି ମାନେ ଓଲଟା କରି କହନ୍ତି, ହଁ ବର୍ଷ ବର୍ଷ ଧରି ବଞ୍ଚିବି କାହିଁକି, କଣ ଦରକାର, ଯେମିତି ଏଇ ଜନ୍ମଟା ଟିକେ ଖୁସି କରିନି, ଏମିତି ନିଜକୁ ଶିଥିଳ କରନ୍ତୁ ନାହିଁ। କିମ୍ବା ହତାଶ ନିରାଶ ଭିତରେ ପଡି ମାନେ ହାରି ଯିବାର ଯୋଉ ଗୋଟେ ସ୍ପନ୍ଦନକୁ ଆବାହନ କର ନାହିଁ। ଆମେ ସବୁ ସଂକଳ୍ପ କରିବା, ପ୍ରାର୍ଥନା କରିବା, ଆସ୍ପୃହା କରିବା ଏବଂ ଆମେ ମନେ ରଖିବା ଯେ ପରମ ହଉଛନ୍ତି ଭାବଗ୍ରାହୀ। ସେ ଭାବକୁ ଗ୍ରହଣ କରନ୍ତି ବୋଲି ସେ ଭାବଗ୍ରାହୀ। ତେଣୁ ଆମ ଭିତରେ ଏଇ ଭାବ ରହୁ ଯେ ମା ମୋ ସହିତ ଅଛନ୍ତି ଏବଂ ସବୁବେଳେ ମୋ ଉପରେ ତାଙ୍କର କୃପା ବର୍ଷୀ, କୃପା ବରସା ବା କୃପା ବର୍ଷା ଢାଳି ଚାଲିଛନ୍ତି। ଏବଂ ତାହା ଆକ୍ଚୁଆଲି ସତ୍ୟ, ସବୁବେଳେ ତାଙ୍କର କୃପା ମୋ ଉପରେ ବର୍ଷୁଛି। ମୋର ଆଧାର ସେ ପ୍ରସ୍ତୁତ କରନ୍ତୁ, ଏହି ଆସ୍ପୃହା ରଖିବା ଆଉ ସଂକଳ୍ପରୁ କେବେ ବିଚ୍ୟୁତ ହବା ନାହିଁ। ମା, थैंक यू ऑल, बरोबर।